ହ୍ୟାଲୋ ହାଇ ସାଙ୍ଗମାନେ ମୁଁ ମୁନା ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଓଡ଼ିଆ ବହି ମୁନାକୁ ପୁଣି ଥରେ ସ୍ୱାଗତ ଜଣାଉଛି। ତ ବର୍ତ୍ତମାନ ମୁଁ ଆସିକି ପହଞ୍ଚିଛି କଲିକତାରେ। ଆଉ କଲିକତାରେ ମୋର ମାଉସୀ ଘର ପାଖରେ ମୁଁ ବର୍ତ୍ତମାନ ଅଛି। ଆମେ ବାହାରିଛୁ ମାଉସୀର ମୋର ବାହାରିଛୁ ଯେ ଦକ୍ଷିଣେଶ୍ୱର କାଳୀ ମନ୍ଦିରକୁ ଆମେ ବାହାରିଛୁ। ତ ଆପଣମାନଙ୍କୁ ସେଠି ବଢ଼ିଆ ବଢ଼ିଆ ପ୍ଲେସ୍ ଦେଖେଇବୁ। ଯଦି ଆପଣମାନଙ୍କୁ ମୋ ଭିଡ଼ିଓ ସାଙ୍ଗରେ ଯୋଡ଼ି ହେଇ ରୁହନ୍ତୁ ତ ଚେଷ୍ଟା କରିବୁ ଆପଣମାନଙ୍କୁ ସମ୍ପୂର୍ଣ୍ଣ ଭିଡ଼ିଓ ଦେଖାଇବା ପାଇଁ। ତ ଆମେ ବର୍ତ୍ତମାନ ମାଉସୀର ମୋର ବାହାରିଲୁ ଦକ୍ଷିଣେଶ୍ୱର କାଳୀ ମନ୍ଦିରକୁ ଯିବା ପାଇଁ। ତ ଆଗରେ ଆମେ ଅଟୋ ଧରିବାକୁ ପଡ଼ିବ। ଅଟୋ ଷ୍ଟେସନକୁ ଯାଇକି ଆମେ ଯିବୁ ମେଟ୍ରୋ ଷ୍ଟେସନକୁ। ତ ସେଠି ଟିକେଟ୍ କାଟିବୁ ଆମେ ଯିବୁ ଦକ୍ଷିଣେଶ୍ୱର କାଳୀ ମନ୍ଦିରକୁ। ତ ବର୍ତ୍ତମାନ ଆମେ ଅଟୋ ଷ୍ଟାଣ୍ଡରେ ଆସି ପହଞ୍ଚିଗଲୁ। ତ ଏଠି ମାତ୍ର ଦକ୍ଷିଣେଶ୍ୱର କାଳୀ ମନ୍ଦିରରୁ ମେଟ୍ରୋ ଷ୍ଟେସନରୁ ଟିକେଟ୍ ମାତ୍ର 20 ଟଙ୍କା ନିଅନ୍ତି। ଆଉ ଏଠାରୁ ବହୁତ ବେଶୀ ବାଟ ବି ନୁହଁ, କମ୍ ବାଟରେ। ତ ବର୍ତ୍ତମାନ ଆମେ ଯାଉଛୁ ସେଠି ଟିକେଟ୍ କାଟିକି ଆମେ ଭିତରକୁ ଏଣ୍ଟ୍ରି କଲୁ। ଆଉ ଏଠାରୁ କହୁଛନ୍ତି କି ଆଉ ମାତ୍ର 4-5 ମିନିଟ୍ ଭିତରେ ମେଟ୍ରୋ ଟ୍ରେନ୍ ଆସିଯିବ। ତ ଦେଖିପାରୁଥିବେ ସାଙ୍ଗମାନେ ମେଟ୍ରୋ ଟ୍ରେନ୍ ଆସୁଛି। ତ ଆମେ ବର୍ତ୍ତମାନ ମେଟ୍ରୋ ଟ୍ରେନ୍ରେ ବସିବୁ। ଏତେ ଭିଡ଼ ଥାଆନ୍ତି ମାନେ ଗେଟ୍ ଖୋଲିବା ସାଙ୍ଗେ ସାଙ୍ଗେ ସଟର୍ ଖୋଲିବା ସାଙ୍ଗେ ସାଙ୍ଗେ ଲୋକ ପୁରା ଜାମ୍। ମାନେ ଦେଖିପାରୁଥିବ ସାଙ୍ଗମାନେ ଏତେ ଠେଲା ଠେଲାରେ ବି ଆମେ ଯାଇକି ପହଞ୍ଚିଗଲୁ। ଫାଇନାଲି ଆସି ଆମେ ପୁରା ଆସିକିରି ପୁରା ଦକ୍ଷିଣେଶ୍ୱର କାଳୀ ମନ୍ଦିର ଷ୍ଟେସନ୍ ପାଖରେ ଆସି ପହଞ୍ଚିଗଲୁ। ଏଠି ବଢ଼ିଆ ସିଷ୍ଟମ୍ କରିଛନ୍ତି ଯାହାକି ମାନେ ଯେଉଁ ଯାତ୍ରୀମାନେ ଯିବା ଆସିବା ପାଇଁ ଉପରେ ବର୍ଷା କିମ୍ବା ଖରା ନ ବାଜିବା ପାଇଁ ବଢ଼ିଆ ସିଷ୍ଟମ୍ କରିଛନ୍ତି। ତ ବଢ଼ିଆ ଆମ ପାଖରୁ କିଛିଟା ଦୂରତାରେ ରହିଛି ମନ୍ଦିର। ତ ବର୍ତ୍ତମାନ ଆମେ ଚାଲିଛୁ। କିଛିଟା ଦୂରତାରେ ମନ୍ଦିର ଅଛି। ଆପଣମାନଙ୍କୁ ଦେଖେଇବୁ ମନ୍ଦିର ସହ ଭିଡ଼ିଓ। ତ ଆମେ ସାମ୍ନାସାମ୍ନି ହେଇଗଲୁ ଏବେ ମାଆଙ୍କ ମନ୍ଦିର ପାଖାପାଖି। ମାଆଙ୍କ ସାମ୍ନାଟା ଏଇଭଳିଆ ଦେଖାଯାଏ ଯେଉଁ ଗେଟ୍ର ଦୃଶ୍ୟ। ତ ଆମେ ଚାଲିଛୁ। ଏଠି ବି ଯେଉଁମାନେ ମୋବାଇଲ ଏପଟ ଦେଇକି ଏଣ୍ଟ୍ରି କଲେ ମାଆଙ୍କ ପାଖକୁ, ତ ଏଠି ବି ଚପଲ କିମ୍ବା ବ୍ୟାଗ୍ ରଖିବା ପାଇଁ ଟିକେଟ୍ କାଟିବାକୁ ପଡ଼େ। ତ ଏଠୁ କିଛିଟା ଦୂରତାରେ ବି ରହିଛି କିମ୍ବା ଏଠି ବି କରିପାରିବେ। ଆମେ ଭିତରୁ ଯାଉଛୁ, ଏଠି ରଖୁନୁ। ତ ଏଠି ମୋବାଇଲର କୌଣସି ଆଲାଉ ନାହିଁ ଭିତରକୁ। ମାଆଙ୍କ ମନ୍ଦିର ଭିତରକୁ କୌଣସି ମୋବାଇଲ ଆଲାଉ ନାହିଁ। ଏଠି ମୋବାଇଲ ବା ବ୍ୟାଗ୍ ରଖିବା ପାଇଁ ମାତ୍ର ମୋବାଇଲ ପାଇଁ 3 ଟଙ୍କା ଦେବାକୁ ପଡ଼େ, ଆଉ ବ୍ୟାଗ୍ ରଖିବା ପାଇଁ 10 ଟଙ୍କା ପଡ଼େ। ତ ଆମେ ଏଠି ଭୋଗରାଗ ନେବା ପାଇଁ ଚାଲିଲୁ। ଏଠି ଏମିତି ସିଷ୍ଟମ୍ ବଢ଼ିଆ ଭାବେ କରିଛନ୍ତି। କୁଆଡ଼େ ବୁଲାବୁଲି କରିକି ଭିଡ଼ କିଣିବାକୁ ପଡ଼େନି। ଏଠି ଗୋଟେ ଜାଗାରେ ସବୁ କିଛି ମିଳିଯାଏ। ତ ଏଠି ଦେଖିପାରୁଥିବେ। ତ ଏଠି ବହୁତ କମ୍ ପଇସାରେ ଭୋଗରାଗ ମାତ୍ର 51 ଟଙ୍କାରେ ଗୋଟେ ପୁଡ଼ିଆ ମିଳିଯିବ ଆପଣଙ୍କୁ ଭୋଗରାଗ ଦେବା ପାଇଁ। ଏଠି ଭୋଗରାଗ ଦିଅନ୍ତି ଯାହାକି ଏଇ ଯେଉଁ ଛେନାରେ କିଛିଟା ମିଶ୍ରଣ ମିଠା ପିଠି କିଛି କରି ତାକୁ କରନ୍ତି। ଏଠି ମାଆଙ୍କର ସେଇଟା ପ୍ରସିଦ୍ଧ ଭୋଗ ବୋଲି କହନ୍ତି। ତ ବର୍ତ୍ତମାନ ଆମେ ଭୋଗରାଗ ରଖିବା ପାଇଁ ଆମେ ସାଙ୍ଗମାନେ ଦେଖିପାରୁଥିବେ ଯାଇକି ମାଆଙ୍କ ମନ୍ଦିର ପାଖରେ ଏକ ବଡ଼ ବ୍ରିଜ୍ ରହିଛି। ଆଉ ବ୍ରିଜ୍ ତଳେ ଦେଖିପାରୁଥିବେ ଯେଉଁ ନଦୀ, ଏ ନଦୀର ନାଁ ହେଉଛି ଯାଇକି ଗଙ୍ଗା ନଦୀ। ଯେତେ ବି ଭକ୍ତମାନେ ଆସନ୍ତି ମାଆଙ୍କ ପାଖକୁ, ଏଠି ମାଆଙ୍କ ମନ୍ଦିର ପାଖରେ ଯେଉଁ ଗଙ୍ଗା ନଦୀରେ ସମସ୍ତେ ସ୍ନାନ କରନ୍ତି। ଆଉ ଏଠି ଏତେ ଗହଳି ଥାଏ ଭକ୍ତମାନଙ୍କର ସାଙ୍ଗମାନେ, ଯାହାକି ଟୋଟାଲ୍ କେଉଁ ଟାଇମ୍ରେ ବି ନାହିଁ ଯେ ଭକ୍ତମାନେ ଗହଳି କମିଯିବ ଏମିତି କୌଣସି ଟାଇମ୍ ନାହିଁ। ଏଠି ସବୁବେଳେ ରହିଛି ଗହଳି। ଆଉ ମାଆଙ୍କ ଦର୍ଶନ ଟିକେ ସାଙ୍ଗମାନେ କରିଦିଅନ୍ତୁ। କେମିତି ଲାଗୁଛି ମୋତେ ନିଶ୍ଚିତ କମେଣ୍ଟ ମଧ୍ୟ ଜଣାଇବେ। ମାଆଙ୍କ ଦର୍ଶନ ପରେ ଆପଣମାନଙ୍କୁ କେତେ ହାଲକା ଲାଗିବ ମନ, ମୋତେ ନିଶ୍ଚିତ ଜଣାଇବେ। ଆଉ ଯେଉଁମାନେ ଆସିନାହାନ୍ତି ନିଶ୍ଚିତ ଆସନ୍ତୁ। ଆପଣମାନଙ୍କୁ ଏହି ଭିଡ଼ିଓ କେମିତି ଲାଗିଲା ମୋତେ ନିଶ୍ଚିତ କମେଣ୍ଟ ମଧ୍ୟରେ ଜଣାଇବେ। ଆଉ ଯଦି ଭଲ ଲାଗେ ତାହେଲେ ନିଶ୍ଚିତ ଲାଇକ୍, ସେୟାର, ସବସ୍କ୍ରାଇବ୍ କରି ଜମାରୁ ଭୁଲିବେନି। ତ ରହିଲି ସାଙ୍ଗମାନେ ଆଉ ଗୋଟେ ଭିଡ଼ିଓ ପାଇଁ। ନେକ୍ସଟ ଭିଡ଼ିଓ, ବାଏ ବାଏ।